ପ୍ରକୃତରେ ଜଣେ ସ୍ତ୍ରୀର କ'ଣ ଦରକାର ହୋଇଥାଏ ତାହା ଆସନ୍ତୁ କାହାଣୀ ମାଧ୍ୟମରେ ଶୁଣିବା। ଏକ ସମୟର କଥା, ରାଜା ହର୍ଷବର୍ଦ୍ଧନ ଯୁଦ୍ଧରେ ହାରିଗଲେ। ହାତକୀଡ଼ ସହିତ ଜିତିଥିବା ରାଜାଙ୍କ ନିକଟରେ ହାଜିର କରାଗଲା। ପଡ଼ୋଶୀ ଦେଶର ରାଜା ରାଜ୍ୟ ଜୟରେ ବହୁତ ଖୁସି ଥିଲେ। ଆଉ ସେ ହର୍ଷବର୍ଦ୍ଧନଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ରଖିଲେ, ଯଦି ତୁମେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିବ ତାହେଲେ ତୁମକୁ ତୁମର ରାଜ୍ୟ ଫେରାଇ ଦିଆଯିବ, ଅନ୍ୟଥା ବଞ୍ଚିଥିବା ପର୍ଯ୍ୟନ୍ତ ବନ୍ଦୀ ରହିବାକୁ ପଡ଼ିବ। ପ୍ରଶ୍ନ ହେଉଛି, ଜଣେ ସ୍ତ୍ରୀକୁ ପ୍ରକୃତରେ କ'ଣ ଦରକାର ହୋଇଥାଏ? ଏଥିପାଇଁ ତୁମ ପାଖରେ 1 ମାସର ସମୟ ଅଛି। ହର୍ଷବର୍ଦ୍ଧନ ଏହି ପ୍ରସ୍ତାବ ସ୍ୱୀକାର କରିନେଲେ। ସେ ବିଭିନ୍ନ ସ୍ଥାନରେ ଯାଇ ଋଷି, ବିଦ୍ୱାନ, ଘରୋଇ ସ୍ତ୍ରୀ, ନୃତ୍ୟାଙ୍ଗନା, ଦାସୀ, ରାଣୀ ସମସ୍ତଙ୍କୁ ଭେଟିଲେ ଏବଂ ଜାଣିବାକୁ ଚାହିଁଲେ ଯେ ସ୍ତ୍ରୀର ପ୍ରକୃତରେ କ'ଣ ଦରକାରୀ ହୋଇଥାଏ। କିଏ କହିଲା ସୁନା, କିଏ କହିଲା ମୋତି, କିଏ କହିଲା ହୀରା, କିଏ କହିଲା ପ୍ରେମ ତ ଆଉ କିଏ କହିଲା ବାତ୍ସଲ୍ୟ ମମତା, କିଏ କହିଲା ପୁଅ, ଝିଅ, ପିତା, ମାତା ତ କିଏ ପରିବାର, ଏହିପରି ସବୁ କହିବାକୁ ଲାଗିଲେ। କିଏ ରାଜା ପାଟ ତ କିଏ ସନ୍ନ୍ୟାସୀ ଏହିପରି କହିବାକୁ ଲାଗିଲେ। କିନ୍ତୁ ଏହି ଉତ୍ତର ଗୁଡ଼ିକରେ ହର୍ଷବର୍ଦ୍ଧନଙ୍କୁ ସନ୍ତୁଷ୍ଟି ମିଳିନଥିଲା। କିଏ ଜଣେ କହିଲା, ଦୂର ଜଙ୍ଗଲରେ ଗୋଟିଏ ଯାଦୁଗରୀ ନାରୀ ଅଛି, ତା ପାଖରେ ଏହାର ଉତ୍ତର ମିଳିଯିବ। କାଳେ ଯାଦୁଗର ନାରୀ ପାଖରେ ଏହାର ଉତ୍ତର ମିଳିଯିବ ଭାବି ହର୍ଷବର୍ଦ୍ଧନ ତାଙ୍କ ସାଥୀ ସିଦ୍ଧରାଜ ସାଥିରେ ସେହି ନାରୀ ପାଖକୁ ଗଲେ ଏବଂ ତାଙ୍କର ପ୍ରଶ୍ନ ପଚାରିଲେ। ସେହି ଯାଦୁଗରର ନାରୀ ହର୍ଷବର୍ଦ୍ଧନଙ୍କ ସାଥୀ ଆଡ଼କୁ ଅନେଇ କହିଲା, ମୁଁ ଆପଣଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବି, କିନ୍ତୁ ତା ବଦଳରେ ମୋ ସାଥିରେ ଆପଣଙ୍କ ବନ୍ଧୁଙ୍କୁ ବିବାହ କରିବାକୁ ପଡ଼ିବ। ସେ ନାରୀ ତ ବୁଢ଼ୀ ଥିଲା, ପୁଣି ବହୁତ ଅସୁନ୍ଦର ବି ଥିଲା। ତାର ଦୁର୍ଗନ୍ଧ ଭରା ଅସୁନ୍ଦର ମୁହଁରୁ ଦାନ୍ତ 2ଟି ମଧ୍ୟ ଉପରକୁ ବାହାରି ଆସିଥିଲା। ହର୍ଷବର୍ଦ୍ଧନ ତାଙ୍କ ବନ୍ଧୁଙ୍କୁ ଏମିତି ବିପଦରେ ଛାଡ଼ିବା ପାଇଁ ଚାହିଁନଥିଲେ ଏବଂ ସେ ଏହି ପ୍ରସ୍ତାବକୁ ମନା କରିଦେଇଥିଲେ। ସିଦ୍ଧରାଜ କିଛି ନ ଶୁଣି ନିଜ ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ ସେହି ନାରୀକୁ ବିବାହ କରିବା ପାଇଁ ରାଜି ହୋଇଗଲା। ତାପରେ ସେହି ଯାଦୁକର ମହିଳା ଉତ୍ତର ଦେଲା, ନାରୀ ନିଷ୍ପତ୍ତି ନେବା ପାଇଁ ଆତ୍ମନିର୍ଭରଶୀଳ ହୋଇଥାଏ। ଏହି ଉତ୍ତର ହର୍ଷବର୍ଦ୍ଧନଙ୍କୁ କିଛି କିଛି ମନରେ ଛୁଇଁଲା। ଏହି ଉତ୍ତର ପଡ଼ୋଶୀ ରାଜାଙ୍କୁ ବି ମନରେ ପାଇଲା। ସେ ତାଙ୍କର ରାଜ୍ୟ ହର୍ଷବର୍ଦ୍ଧନଙ୍କୁ ଫେରାଇ ଦେଲେ। ଯାଦୁକର ମହିଳା ସହିତ ସିଦ୍ଧରାଜର ବିବାହ ହୋଇଗଲା। ଯାଦୁକର ସ୍ତ୍ରୀ ସ୍ୱାମୀଙ୍କୁ କହିଲା, ତୁମର ହୃଦୟ ନିର୍ମଳ, ତୁମେ ତୁମର ବନ୍ଧୁଙ୍କ ପାଇଁ ବଳିଦାନ ଦେଇଛ, ତେଣୁ 24 ଘଣ୍ଟା ମଧ୍ୟରେ ମୁଁ 12 ଘଣ୍ଟା ପାଇଁ ରୂପବତୀ ରହିବି ଏବଂ ଅବଶିଷ୍ଟ 12 ଘଣ୍ଟା ମୁଁ ମୋ ନିଜ ରୂପରେ ରହିବି। ମୋତେ କୁହ, ତୁମେ କ'ଣ ପସନ୍ଦ କରୁଛ? ସିଦ୍ଧରାଜ କହିଲା, ତୁମ ନିଷ୍ପତ୍ତି ତୁମ ଉପରେ ନିର୍ଭର କରେ। ମୁଁ ତୁମକୁ ମୋ ପତ୍ନୀ ଭାବରେ ଗ୍ରହଣ କରିଛି ଏବଂ ମୁଁ ତୁମର ପ୍ରତ୍ୟେକ ଚେହେରାକୁ ପସନ୍ଦ କରେ। ଯାଦୁକର ନାରୀ ଏହା ଶୁଣି ରୂପବତୀ ହୋଇଗଲା ଆଉ କହିଲା, ତୁମେ ମୋତେ ଏହି ନିଷ୍ପତ୍ତି ନେବାକୁ ଛାଡ଼ି ଦେଇଛ, ତେଣୁ ମୁଁ ସର୍ବଦା ଏହି ରୂପରେ ରହିବି। ବାସ୍ତବରେ ମୋର ପ୍ରକୃତ ରୂପ ହେଉଛି ଏହି ସୁନ୍ଦର ରୂପ। ଅସୁନ୍ଦର ବୁଢ଼ୀର ରୂପ ଯାହା ମୁଁ ଖରାପ ଲୋକଙ୍କଠାରୁ ନିଜକୁ ବଞ୍ଚାଇବା ପାଇଁ କରିଥିଲି। ଚାରିପାଖରେ ଅର୍ଥାତ୍ ସାମାଜିକ ବ୍ୟବସ୍ଥା ମହିଳାମାନଙ୍କୁ ସ୍ୱାଧୀନତା ଦେଇଛି, କିନ୍ତୁ କୌଣସି ମହିଳା ମାନସିକ ସ୍ତରରେ ସ୍ୱାଧୀନତା ପାଇନାହାନ୍ତି। ତେଣୁ ଯେଉଁମାନେ ନିଜ ପତ୍ନୀଙ୍କୁ ଘରର ମାଲିକାଣୀ କରନ୍ତି ସେମାନେ ପ୍ରାୟତଃ ଖୁସି ରୁହନ୍ତି। ଯଦିଓ ଆପଣ ତାଙ୍କୁ
ଏକ ମାଲିକାଣୀ ନ କରନ୍ତି ତାଙ୍କୁ ତାଙ୍କ ଜୀବନରୁ କିଛି ଅଂଶ ମୁକ୍ତ କରିଦିଅନ୍ତୁ। ତାଙ୍କୁ ନିଜର ନିଷ୍ପତ୍ତି ନିଜେ ନେବାକୁ ଛାଡ଼ି ଦିଅନ୍ତୁ। କାହାଣୀ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ। ଭିଡ଼ିଓକୁ ହୃଦୟରୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରନ୍ତୁ। ରହୁଛି ଦର୍ଶକ ବନ୍ଧୁ, ପୁଣି ଦେଖାହେବ ପରବର୍ତ୍ତୀ ଭିଡ଼ିଓରେ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।